ଯଦୁପୁର ଗୋଟିଏ ବଡ଼ ଗାଁ ଥିଲା। ସେ ଗାଁରେ 2 ଜଣ ସାଙ୍ଗ ରହୁଥିଲେ ଓ ସେମାନେ ସବୁଦିନ ସାଙ୍ଗ ହୋଇ ସ୍କୁଲ ଯାଆନ୍ତି, ପାଠ ପଢ଼ନ୍ତି, ଖେଳନ୍ତି, ସବୁ କରନ୍ତି। ତାଙ୍କ 2ଜଣଙ୍କ ନାଁ ଥିଲା ରୀମା ଓ ସୀମା। ରୀମାର ବାପା ତା ପାଇଁ ଗୋଟେ ନୂଆ ସାଇକେଲ ଆଣିଲେ। ସୀମା ଓ ରୀମା 2ଜଣ ସାଇକେଲ ଚଲେଇ ସ୍କୁଲକୁ ପଢ଼ିବା ପାଇଁ ଯାଆନ୍ତି। ବାଟରେ ଗଲାବେଳେ ଗୋଟିଏ ପୁରୁଣା ଘର ଦେଖାଯାଏ। ସେ ଘର ପାଖରେ ଗୋଟେ ବୁଢ଼ୀଟିଏ ପିଣ୍ଡାରେ ବସି ସବୁଦିନ ତାଙ୍କ 2ଜଣଙ୍କୁ ଅନଉଥାଏ। ସେମାନେ ଯିବା ପର୍ଯ୍ୟନ୍ତ ତାଙ୍କୁ ଅନେଇକି ହିଁ ରହୁଥାଏ। ରୀମା କହିଲା, ସେ ବୁଢ଼ୀଟା କାହିଁକି ଆମକୁ ଏମିତି ଅନଉଛି? ମୋତେ ଭାରି ଡର ଲାଗୁଛି। ସୀମା କହିଲା, ସେ ଦୁଃଖୀ ବୁଢ଼ୀଟେ ଭଳିଆ ଦେଖାଯାଉଛି। ବେଳେବେଳେ ମୁଁ ଦେଖିଲା ବେଳେ ସେ କାନ୍ଦୁଥାଏ। ମୋତେ ତାକୁ ଦେଖିକି ବହୁତ ଦୟା ଲାଗୁଛି। ସୀମା କହିଲା, ଆମ ଘରେ କିନ୍ତୁ କୁହନ୍ତି ସେ ଘର ପାଖରେ ଯେଉଁ ବୁଢ଼ୀଟେ ରହୁଛି ତା ସାଙ୍ଗରେ କେବେ ବି କଥା ହେବୁନି। ସୀମା କହିଲା, କାହିଁକି ନା ମୁଁ ଯେତେବେଳେ ବି ଆମ ଘର ଲୋକଙ୍କୁ ଏ କଥା ପଚାରେ ଆମ ଘର ଲୋକ ମୋତେ ଗାଳି ଦିଅନ୍ତି, ଆଉ କିଛି ସେ ବିଷୟରେ କୁହନ୍ତି ନାହିଁ। ଆଉ କୁହନ୍ତି ସେ ଘର ପାଖରେ ହେଲେ ତୁ ଶୀଘ୍ର ଶୀଘ୍ର ସାଇକେଲ ଚଲେଇ ପଳେଇ ଆସିବୁ, ସେ ପାଖରେ କେବେ ବି ରହିବୁନି। ତା ପରଦିନ ସୀମା ତା ବାପାଙ୍କୁ ପଚାରିଲା, ବାପା, ମୁଁ ଯେତେବେଳେ ସ୍କୁଲ ଯାଏ ଗୋଟେ ବୁଢ଼ୀ ଲୋକଟା ସେଠି ସବୁବେଳେ ଆମକୁ ଦେଖୁଥାଏ, ଆଉ ଗାଁର ସବୁ ଲୋକ ତାକୁ ଦେଖିକି ଏମିତି ଡରନ୍ତି କ'ଣ ପାଇଁ? ତାର ବାପା କହିଲେ, ସ୍କୁଲର ବାଟ ଯଦି ଅଲଗା କେଉଁପଟେ ହେଇଥାନ୍ତା ତାହେଲେ ମୁଁ ତତେ ସେପଟେ କେବେ ବି ଛାଡ଼ି ନଥାନ୍ତି। ମୋତେ ବି ବହୁତ ଡର ଲାଗୁଛି ତତେ ସେପଟେ ଛାଡ଼ିବା ପାଇଁ। କାହିଁକି ବାପା? ମୁଁ ତ ଦେଖିଛି ସେ ବୁଢ଼ୀ ଲୋକଟେ ବିଚାରା ମନ ଦୁଃଖରେ ବସି କେତେଥର ତା ଆଖିରେ ଲୁହ ବି ଦେଖିଛି ମୁଁ। ଏହା ଶୁଣି ସୀମାର ବାପା ଡରିଗଲେ ଓ କହିଲେ, ତୁ ମୋ କଥା ମାନ, ସେପଟେ ସେ ଘର ପାଖରେ କେବେ ବି ରହିବୁନି, ସେ ବୁଢ଼ୀ ସହିତ କେବେ ବି କିଛି କଥା ହେବୁନି, ଆଉ ତା ଆଖିର ଲୁହ ଦେଖି କେବେ ବି ତରଳି ଯିବୁନି। କାରଣ ସେ ଘରର ଲୋକମାନେ ଅଧୁନା ବଂଶର। କିଛି ବର୍ଷ ପୂର୍ବେ ସେ ଘରେ ଅଧୁନା ବୋଲି ଜଣେ ଡାହାଣୀ ରହୁଥିଲା, ଆଉ ସେଇ ଡାହାଣୀ ମଲା ପରେ ତାଙ୍କ ଘରେ କେବଳ ଝିଅମାନେ ହିଁ ଜନ୍ମ ହୁଅନ୍ତି, ଆଉ ସେମାନେ ପ୍ରେତାତ୍ମାମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି। ଆଉ ତାଙ୍କର ଯେଉଁ ଛୁଆ ହୁଏ, କେବେ ବି ତାଙ୍କ ଘରେ ପୁଅ ହୁଏନି, ଝିଅ ଜନ୍ମ ହୁଏ। ତାଙ୍କର ଯେଉଁ ଝିଅ ଜନ୍ମ ହୁଏ ସେ ଝିଅମାନେ ତା ମାଆକୁ ମାରିକି ଖାଇଦିଅନ୍ତି। ସୀମା ତା ବାପାଙ୍କ କଥା ଶୁଣି ଚୁପ୍ ରହିଲା, କିନ୍ତୁ ତାର ବାପାଙ୍କ କଥା ତାର ଜମା ବି ବିଶ୍ୱାସ ହେଲାନି। ତା ପରଦିନ ସକାଳେ ରୀମା ଆସି ସୀମାକୁ କହିଲା, ମୋର ଜଣେ ଆଣ୍ଟି ଟାଉନରେ ରୁହନ୍ତି, ଆଉ ସେ ମରିଯାଇଛନ୍ତି, ଆଉ ସେଥିପାଇଁ ମୋତେ ଟାଉନକୁ ଯିବାକୁ ପଡ଼ିବ। ତୁ କିନ୍ତୁ ସ୍କୁଲକୁ ଏକୁଟିଆ ଗଲାବେଳେ ସେ ଘର ପାଖରେ କେବେ ବି ରହିବୁନି। ଆମର ବାପା ମା ଆମକୁ ଯାହା କୁହନ୍ତି ତାହା ଆମ ମଙ୍ଗଳ ପାଇଁ କୁହନ୍ତି। ଆମର ତାଙ୍କ କଥା ମାନିବା ଉଚିତ। ତୁ ମୋତେ କଥା ଦେ, ତୁ ସେ ଘର ପାଖରେ କେବେ ବି ରହିବୁନି ସ୍କୁଲ ଗଲାବେଳେ, ଆଉ ବାଟରେ କାହା ସହିତ କଥା ବି ହେବୁନି। ରୀମାର କଥା ଶୁଣି ସୀମା କହିଲା, ହଉ ହେଲା, ତୋ କଥା ମାନିବି, ଆଉ ମୁଁ କାହା ସହିତ କଥା ହେବିନି। ତୁ ମୋତେ ଏଇ କଥା କହିବା ପାଇଁ ଏତେ ବାଟ ଆସିଥିଲୁ? ମୁଁ ଭାବିଲି ତୁ ଆଉ କ'ଣ କହିବୁ ନା। ହଉ, ମୁଁ ଏବେ ଯାଉଛି, ତୁ ମୋ କଥା ମନେ ରଖିଥିବୁ, ଯେମିତି ମୁଁ ଆସିଲା ବେଳେ ତୁ କେବେ ବି କାହା ସହିତ କଥା ହେଇନଥିବୁ। ମୁଁ ଆସିଲେ ଆମେ 2ଜଣ ସାଙ୍ଗ ହେଇ ସ୍କୁଲ ଯିବା। ପରଦିନ ସୀମା ସକାଳୁ ସ୍କୁଲ ବାହାରିଲା। ସେଇ ଘର ପାଖରେ ହେଲା ବେଳୁ ଦେଖିଲା ବେଳେ ସେ ବୁଢ଼ୀ ଲୋକଟେ ନାହିଁ ସେ ଜାଗାରେ। ସୀମା ଭାବିଲା, ଆରେ ଏ ବୁଢ଼ୀ ମାଉସୀ କ'ଣ ଏଠି ନାହାନ୍ତି, ଆଉ ସେ କୁଆଡ଼େ ଗଲେ? ତାଙ୍କ ଦେହ ଫେହ ଖରାପ ହେଲା ନା କ'ଣ? ଆଉ ସେ ତ ସବୁବେଳେ ମନ ଦୁଃଖରେ ଥାନ୍ତି। ଏମିତି ଭାବିଲା, ଯାଇ ଦେଖିବା ସେ ବୁଢ଼ୀ ମାଉସୀଙ୍କର କ'ଣ ହେଇଛି। ଭାବିକରି ସେ ଯାଇକି ସେଇ ଘର ପାଖରେ ତା ସାଇକେଲଟିକୁ ରଖିଲା ଓ ଏପଟ ସେପଟ ଦେଖିବାକୁ ଲାଗିଲା, କାଳେ ସେ ମାଉସୀ କେଉଁଠି ଦେଖାଦେବେ। ଏତିକି ସମୟରେ ତା ପଛପଟୁ ଗୋଟେ ସୁନ୍ଦର ଆବାଜ ଶୁଭିଲା, ଆଉ ସେ ବୁଲିକି ଦେଖିଲା ବେଳୁ ଗୋଟେ ସୁନ୍ଦର ଝିଅଟେ ଠିଆ ହେଇଛି, ଆଉ ତା ଚୁଟି ଗୁଡ଼ିକ ଖୋଲା ଅଛି, ଆଉ ଝିଅଟେ ଦେଖିବାକୁ ବହୁତ ସୁନ୍ଦର। ଝିଅଟି ତାକୁ କହିଲା, ମୋତେ ଟିକେ ଏ ପାଖରେ ତମ ସାଙ୍ଗରେ ବୁଲିବାକୁ ନେବ? ଝିଅଟି କହିଲା, ସୀମା କହିଲା, ମୁଁ ତ ସ୍କୁଲ ଯାଉଛି, ଆଉ ତମେ ଯଦି କହିବ ମୁଁ ତମକୁ ଆଗ ପର୍ଯ୍ୟନ୍ତ ନେଇକି ଛାଡ଼ିଦେବି। ଝିଅଟି କହିଲା, ହଉ, ମୋତେ ତମେ ନେଇକି ତମ ସାଙ୍ଗରେ ଟିକେ ଆଗ ପର୍ଯ୍ୟନ୍ତ ଛାଡ଼ିଦିଅ। ଏହା ଶୁଣି ସୀମା ସେ ଝିଅଟାକୁ ଦେଖିବାକୁ ଲାଗିଲା। ଝିଅଟି ବହୁତ ସୁନ୍ଦର ଥିଲା। ଝିଅଟି ପଚାରିଲା,
ଆରେ ତମେ ମୋତେ ଭୂତ ଭଳିଆ କ'ଣ ଦେଖୁଛ? ମୋତେ କ'ଣ ଭୂତ ଭାବୁଛ ନା କ'ଣ? ସୀମା କହିଲା, ନାଇଁ, ମୁଁ ତ ଏଠି ସବୁଦିନେ ଗୋଟେ ଆଣ୍ଟିଙ୍କୁ ଦେଖେ, ଆଉ ସେ ଆଣ୍ଟି ସବୁବେଳେ ଏଠି ବସିଥାନ୍ତି। ଆଜି ସେ କୁଆଡ଼େ ଯାଇଛନ୍ତି? ଆଉ ସେ ଝିଅଟା କହିଲା, ହଁ, ସିଏ ଏବେ ଆମ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି। ଏଇଟା ମୋ ଘର, ଆଉ ମୁଁ ଏଠି ରୁହେ, ଆଉ ତୁମେ ଯାହାକୁ ଦେଖିଛ ସିଏ ମୋର ମା। ସୀମା କହିଲା, ଆଚ୍ଛା, ଏଇଟା ତମ ଘର? ତୁମ ନାଁ କ'ଣ? ମୋ ନାଁ ହେଉଛି ମାଧବୀ। ଚାଲ ଆମେ ଯିବା। ଏହିପରି ମାଧବୀ ଓ ସୀମା ଦୁଇଜଣ ସାଙ୍ଗ ହୋଇଗଲେ। ଆଉ ସୀମା ମାଧବୀକୁ ସବୁଦିନେ ବୁଲେଇବାକୁ ନେଇକି ଯାଏ। ଆଉ ମାଧବୀ ଗୋଟେ ଗଛ ପାଖରେ ପହଞ୍ଚିଲା ପରେ କୁହେ, ଏଇଠି ମୋତେ ଛାଡ଼ିଦିଅ, ଆଉ ତମେ ସ୍କୁଲ ଯାଅ। ତମେ ଆସିଲା ବେଳେ ମୋତେ ଏଇଠୁ ନେଇଯିବ। ସୀମା କହିଲା, ଆରେ ତମେ ଏଇଠି ରହିବ ନା କ'ଣ? ନା, ମୋର ଏଠି କିଛି କାମ ଅଛି, ଆଉ ମୁଁ କାମ କରୁଥିବି, ଆଉ ତୁମେ ସ୍କୁଲରୁ ଆସିଲେ ମୋତେ ତୁମ ସାଙ୍ଗରେ ନେଇକି ଯିବ। ସୀମା କହିଲା, ହଉ, ଠିକ୍ ଅଛି। ସୀମା ମାଧବୀକୁ କହିଲା, ଚାଲ, ମୋର ବହୁତ ସାରା ସାଙ୍ଗ ଅଛନ୍ତି, ମୁଁ ତାଙ୍କ ସହିତ ତମର ସାଙ୍ଗ କରାଇଦେବି। କିନ୍ତୁ ମାଧବୀ କହିଲା, ନାଇଁ ନାଇଁ, ମୁଁ କେବଳ ତୁମ ସହିତ ସାଙ୍ଗ ହେବି, ମୋର ଆଉ ଅଲଗା ନୂଆ ସାଙ୍ଗ ହେବା ଦରକାର ନାହିଁ। ଏମିତି ସବୁଦିନେ ସୀମା ଆଉ ମାଧବୀ ସ୍କୁଲ ଗଲାବେଳେ, ସୀମା ସ୍କୁଲ ଗଲାବେଳେ ମାଧବୀକି ନେଇକି ଯାଏ। ଦିନେ ବାଟରେ ଯାଉ ଯାଉ ବର୍ଷା ହେଲା। ବର୍ଷା ହେବାରୁ ସୀମା ମାଧବୀ ଘରକୁ ଆସିଲା ଓ ଦେଖିଲା ମାଧବୀର ଘର ବହୁତ ସୁନ୍ଦର ଓ ପରିଷ୍କାର ଅଛି। ରହିବା ପାଇଁ ଯେଉଁ ସବୁ ଜିନିଷ ଦରକାର ତାହା ମାଧବୀ ଘରେ ସଜା ହୋଇ ଥୁଆ ହୋଇଛି। ମାଧବୀ ଓ ସୀମା କଥା ହେଲେ। ସୀମା ପଚାରିଲା, ମାଧବୀ, ତମକୁ ଏଠି ଏକୁଟିଆ ରହିବାକୁ ଡର ଲାଗୁନି? ଯଦି ଚୋର କି ଡାକୁମାନେ ଘରକୁ ପଶି ଆସନ୍ତି? ମାଧବୀ କହିଲା, ଆରେ ଚୋର ଆଉ ଡାକୁ ପଶିଲେ ଏ ଘରୁ କ'ଣ ନେବେ? ମୋତେ ବହୁତ ଲୋକ, ଯେଉଁଠି ଗହଳି, ମୋତେ ବେଶୀ ଭଲ ଲାଗେନି, ଆଉ ଏକା ରହିବାକୁ ଭଲ ଲାଗେ। ଆଗକୁ ପରୀକ୍ଷା ଥିବାରୁ ରୀମା ଶୀଘ୍ର ଫେରି ଆସିଲା। ରୀମା ଓ ସୀମା ପୁଣି ସାଙ୍ଗ ହେଇକି ସ୍କୁଲ ଗଲେ। ସୀମା ରୀମାକୁ କହିଲା, ମାଧବୀ ବୋଲି ଜଣେ ଝିଅଟି ତା ସହିତ ସାଙ୍ଗ ହେଉଛି, ଆଉ ସିଏ ଘରେ ରହୁଛି। ଏକଥା ଶୁଣି ରୀମା ଡରିଗଲା। ରୀମା କହିଲା, ହଉ ଚାଲେ, ଘର ପାଖରେ ସାଇକେଲ ରଖି ସେ ଝିଅଟିକୁ ଡାକିବା। ଦେଖିଲା ବେଳକୁ ଘର ତାଲା ପଡ଼ିଥାଏ। ଆଉ ସେମାନେ ଦୁଇଜଣ ପୁଣି ସ୍କୁଲକୁ ଗଲେ। ସ୍କୁଲରୁ ଫେରିଲା ବେଳକୁ ସୀମା ଦେଖିଲା ମାଧବୀ ସେଇ ଗଛ ମୂଳେ ଠିଆ ହେଇଛି। ମାଧବୀ କହିଲା, ଆରେ ମୋତେ ଟିକେ ତମ ସାଙ୍ଗରେ ନେଇଯିବନି କି ଘରକୁ? ସୀମା କହିଲା, ହଁ, ନିଶ୍ଚୟ ନେଇଯିବି, ଚାଲ ଆମ ସାଙ୍ଗରେ। ରୀମା ଓ ସୀମା ଯେତେବେଳେ କଥା ହେଉଥାନ୍ତି, ମାଧବୀ ସେତେବେଳେ ରୀମାକୁ ରାଗି କରି ଚାହୁଁଥାଏ। ସିଏ ଜମା ସହିପାରୁନଥାଏ ଯେ ରୀମା ଓ ସୀମା ସାଙ୍ଗ ହୁଅନ୍ତୁ। କିଛି ବାଟ ଗଲା ପରେ ରାସ୍ତାରେ ସେମାନେ ତାଙ୍କ ଘରକୁ ଗଲେ। ମାଧବୀ ଘର ପାଖରେ ହୋଇ ଘରକୁ ଗଲା। ଆଉ ବର୍ଷା ହେବାକୁ ଲାଗିଲା ଅଚାନକ। ଆଉ ରୀମା ଓ ସୀମା ଭାବିଲେ, ମାଧବୀ ଘର ତ ଏଇଠି ଅଛି, ଚାଲ ଆମେ ମାଧବୀ ଘରକୁ ଯିବା। କିଛି ନ ଭାବି ସେମାନେ ଦୁଜଣେ ମାଧବୀ ଘରକୁ ଯିବାକୁ ଲାଗିଲେ। କିନ୍ତୁ ରୀମାର ଆଦୌ ଇଚ୍ଛା ନଥାଏ ମାଧବୀ ଘରକୁ ଯିବା ପାଇଁ। ମାଧବୀ ଘର ତାକୁ ଗୋଟେ କେମିତି କେମିତି ଲାଗୁଥାଏ। ସେମାନେ ଯେମିତି ଘରେ ପଶିଲେ ଦେଖିଲେ ଚାରିଆଡ଼ ଅନ୍ଧାର, ଆଉ ବହୁତ ଗନ୍ଧମୟ ଘର, ଆଉ ଚାରିଆଡ଼େ ବୁଢ଼ିଆଣୀର ଜାଲ ଚାରିଆଡ଼େ ବିଛେଇ ହୋଇ ପଡ଼ିଛି। ସେମାନେ ଦେଖିକି ଏତେ ଅନ୍ଧାର ଓ ଗନ୍ଧମୟ ପରିବେଶକୁ ଡରିଗଲେ। ଆଉ ରୀମା ପଚାରିଲା, ତୁ ତ କହୁଥିଲୁ ଏ ଘର ବହୁତ ସଫା ସୁତୁରା, ଆଉ ମାଧବୀର ତୋର ଏଠି ବି ବହୁତ ସମୟ ବିତାଇଛ, ତାହେଲେ ଏଠି ଏତେ ଗନ୍ଧ ଛାଡ଼ୁଛି କ'ଣ? ସୀମା କହିଲା, ମୋତେ ବି ସେଇଆ ଲାଗୁଛି। କାହିଁ ଆଗରୁ ଆସିଲା ବେଳେ ସବୁକିଛି ତ ଠିକ୍ଠାକ୍ ଥିଲା, ଘର ବି ବହୁତ ସୁନ୍ଦର ଥିଲା, ଆଉ ମାଧବୀ ବି ବହୁତ କଥା ହେଇଛୁ ଏଠି। ମୋତେ ବି ବହୁତ ଡର ଲାଗିଲାଣି, ଚାଲେ ଆମେ ଏଠୁ ପଳାଇବା। ଆଉ ସେମାନେ ଯେମିତି ଯିବାକୁ ବାହାରିଛନ୍ତି, ହଠାତ୍ ରୀମା ଚମକି ପଡ଼ିଲା। ସେମାନେ ଦୁଇଜଣ ମାଧବୀକୁ ଦେଖିଲେ। ମାଧବୀର ଆଖି ଲାଲ ଲାଲ ଦିଶୁଥିଲା, ଆଉ ତାର ଦେହ ପୁରା ଚାନ୍ଦିପରି ଧଳା ଦିଶୁଥିଲା। ଆଉ ମାଧବୀ ପୁରା ରାଗିଥିଲା। ତାର ଚୁଟିଗୁଡ଼ିକ ଖୋଲା ରହି ତଳେ ଘୁଷୁଡ଼ୁଥିଲା। ହଠାତ୍ ମାଧବୀ କହିଲା, ତୁ ମୋ ସାଙ୍ଗକୁ ମୋ ଠାରୁ ଅଲଗା କରିବାକୁ ଚାହୁଁଛୁ?
ମୋର ଖାଲି ଗୋଟେ ସାଙ୍ଗ ଦରକାର। ତୁ ମୋ ସାଙ୍ଗକୁ ମୋ ପାଖରୁ ନେଇପାରିବୁନି। ଯଦି ତୁମେ 2 ଜଣ ମୋ କଥା ନ ମାନି ସାଙ୍ଗ ହୁଅ ତାହେଲେ ମୁଁ ଜଣକୁ ଯେମିତି ହେଲେ ମାରିଦେବି। ତୁମେ ଜାଣିନ ବୋଧେ ମୁଁ ହେଉଛି ଅଧୁନା ବଂଶଜ, ମାନେ ଅଧୁନା ଡାହାଣୀର ବଂଶଜ। ଭାବିଥିଲି ସୀମାକୁ ମୁଁ ମୋର ସାଙ୍ଗ କରି ମୋ ରକ୍ତକୁ ତା ରକ୍ତ ସହିତ ମିଶେଇ ତାକୁ ମଧ୍ୟ ମୋ ଭଳି କରିଦେବି। କିନ୍ତୁ ତୋ ଯୋଗୁଁ ମୋର ଇଚ୍ଛା ପୂରଣ ହୋଇପାରିଲା ନାହିଁ। ତେବେ ତୁମେ 2 ଜଣଙ୍କୁ ମୋ ହାତରେ ମରିବାକୁ ପଡ଼ିବ। ପଚାରିଲା, ତୁମର ମା କୁଆଡ଼େ ଗଲେ? ତୁମ କ'ଣ ତାଙ୍କୁ ମାରିଦେଲ? ମାଧବୀ କହିଲା, ଏଇଟା ଆମର ନିୟତି। ଆମ ବଂଶରେ ଅଛି ନିଜର ମାଆକୁ ନିଜେ ମାରିଦଉ। ଆଉ ମୋର ଯେତେବେଳେ ଝିଅ ହେବ ସିଏ ମଧ୍ୟ ମୋତେ ଏମିତି ମାରିଦେବ। ଏତିକିବେଳେ ତାଙ୍କ ମାଆର ଶବ, ମାନେ ମାଧବୀର ମାଆର ଶବ ଛାତ ଉପରୁ ପଡ଼ିଲା। ଏହା ଦେଖି ରୀମା ଓ ସୀମା 2 ଜଣ ଡରିଗଲେ। ଆଉ 2 ଜଣ ସେଥିରୁ ପଳେଇବାକୁ ଚେଷ୍ଟା କଲେ। ଏତିକିବେଳେ ମାଧବୀର ହାତ ହଠାତ୍ ଲମ୍ବିଯାଇ ରୀମାର ବେକକୁ ଆଘାତ କଲା ଓ ରୀମା ସେଠାରେ ଟଳି ପଡ଼ିଲା। ସୀମା ସେଠାରୁ ଦୌଡ଼ି କରି ପଳେଇଲା। ଆଉ ସେ ପର୍ଯ୍ୟନ୍ତ ସେ ଦୌଡ଼ୁଥାଏ ଯେପର୍ଯ୍ୟନ୍ତ ସେ ଥକି ନ ଯାଇଥାଏ। ସୀମା ଦୌଡ଼ି ଦୌଡ଼ି ତା ଘରେ ପହଞ୍ଚିଲା। ପରଦିନ ସୀମା ଶୁଣିବାକୁ ପାଇଲା ଯେ ରୀମାର ଶରୀର ମୃତ ଅବସ୍ଥାରେ ସେଇ ଘର ଭିତରେ ପଡ଼ିଛି। ତାକୁ ପୋଲିସ ସେଇ ଶବକୁ ଉଦ୍ଧାର କଲେ।